ଭଗବାନ ମରିଗଲେ। ସକାଳଟାରେ ଦାଣ୍ଡ ପିଣ୍ଡାରେ ବସି ଦାନ୍ତ ଘଷୁଥିଲି। ହଠାତ୍ ଆର ସାହିର ପାଗଳା ସାହୁ ଧାଇଁ ଆସି କହିଲା, କଥା ସରିଗଲା ଆଜ୍ଞା, ଗଲା ରାତିରେ ଭଗବାନ ମରିଗଲେ। ଲୋକେ କଥା ହେଉଥିଲେ ଯେ ପାଗଳା ପାଗଳ ହୋଇଗଲା। ପୁଣି ସଞ୍ଜବେଳେ ଲୁଚି ଲୁଚି ମୋ ପାଖକୁ ଆସିଲା। କାନ୍ଦି କାନ୍ଦି କହିଲା, ମୁଁ ସତ କହୁଛି ଆଜ୍ଞା, ଗଲା ରାତି ଅଧଠାରେ ମୋ ଘରକୁ ସେମାନେ ପଶି ଆସିଲେ। ମୋ ଝିଅକୁ ବଳାତ୍କାର କଲେ। ମୋତେ ନିସ୍ତୁକ ମାଡ଼ ମାରିଲେ। ପୋଲିସ ବାବୁଙ୍କ ପାଖରେ ନାଲିସ କରିବାରୁ ବାବୁମାନେ ଥାନାରେ ଅଟକାଇ ରଖିଲେ, ଅପମାନ ଦେଲେ। ସତ କଥା ଆଜ୍ଞା, ଭଗବାନ ସେ ରାତିରେ। ବନ୍ଧୁଙ୍କ କଥା ମନେ ପଡ଼ିଲା। ସିଏ ବି ଏହା କହିଥିଲେ। ହେଲେ ପାଗଳା କଥାରେ ଦର୍ଶନ ନଥିଲା। ଅବତାରବାଦର ଅସଲ ଗୁମର ଯଦିଓ ଲୁଚି ରହିଥିଲା।